ସିଂହ ରାଶିରେ ସୂର୍ଯ୍ୟ ଓ କେତୁ ଗ୍ରହଣ ଯୋଗ। ଦୀର୍ଘ 18 ବର୍ଷ ପରେ ସିଂହ ରାଶିରେ ଘଟିବାକୁ ଯାଉଛି ସୂର୍ଯ୍ୟ ଓ କେତୁ ମହାଗ୍ରହଙ୍କର କଞ୍ଜକ୍ସନ୍ ବା ଏକତ୍ର ରହିବା ଯୋଗ। ଚଳିତ ଅଗଷ୍ଟ ମାସ 17 ତାରିଖ ଦିନ ସୂର୍ଯ୍ୟ ନିଜ ରାଶି ସିଂହ ରାଶିରେ ପ୍ରବେଶ କରିବାକୁ ଯାଉଥିବା ସମୟରେ ସିଂହ ରାଶିରେ ପୂର୍ବରୁ ଅବସ୍ଥାନ କରୁଥିବା କେତୁ ମହାଗ୍ରହଙ୍କ ସହିତ ମିଳିତ ହେବେ ଏବଂ ସେହି ସିଂହ ରାଶିରେ ଉଭୟ ସୂର୍ଯ୍ୟ ଓ କେତୁ ଏକାଠି 1 ମାସ ପର୍ଯ୍ୟନ୍ତ ରହଣି କରିବେ। ସୂର୍ଯ୍ୟ ଓ କେତୁ ମହାଗ୍ରହଙ୍କର କଞ୍ଜକ୍ସନ୍ ବା ଏକାଠି ରହିବାର ଯୋଗକୁ ଜ୍ୟୋତିଷୀୟ ଶାସ୍ତ୍ରରେ ଗ୍ରହଣ ଯୋଗ ବୋଲି ଗ୍ରହଣ କରାଯାଇଅଛି। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। କେତୁ ଏକ ପାପ ଗ୍ରହ ହୋଇଥିବାରୁ ସୂର୍ଯ୍ୟ ଓ କେତୁଙ୍କର ଯୋଗକୁ ଗ୍ରହଣ ଯୋଗ ଏବଂ ଅଶୁଭ ଯୋଗ ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଥାଏ। କିନ୍ତୁ ଚଳିତ ବର୍ଷ ଏହି ଯୋଗ ସୂର୍ଯ୍ୟଙ୍କ ନିଜ ରାଶି ସିଂହ ରାଶିରେ ଘଟୁଥିବାରୁ ସୂର୍ଯ୍ୟ ଓ କେତୁ ଗ୍ରହଣ ଯୋଗ ଦ୍ୱାଦଶ ରାଶିଚକ୍ରର 5ଟି ରାଶିଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିବ। କାରଣ ସୂର୍ଯ୍ୟ ନିଜ ରାଶି ସିଂହ ରାଶିରେ ବଳବାନ ରହିବା ସହିତ ସୂର୍ଯ୍ୟଙ୍କ ସହିତ ରହିଥିବା ଗ୍ରହଗୁଡ଼ିକ ସୂର୍ଯ୍ୟଙ୍କର ପ୍ରଭାବରୁ ନିଜର ନୈସର୍ଗିକ ଗୁଣଗୁଡ଼ିକ ମଧ୍ୟ ହରାଇଥାନ୍ତି। ଆଜିକାର ଉପସ୍ଥାପନାରେ ଜାଣିବା ସୂର୍ଯ୍ୟ ଓ କେତୁ ଗ୍ରହଣ ଯୋଗରେ କେଉଁ ରାଶି ଭଲ ଫଳ ପାଇବାର ବିଶେଷ ସମ୍ଭାବନା ରହିଅଛି। ମେଷ ରାଶି। ମେଷ ରାଶିର ଅଧିପତି ମଙ୍ଗଳଙ୍କ ପରି କେତୁ ମହାଗ୍ରହ ଫଳ ଦେଉଥିବାରୁ ମେଷ ରାଶିର ପଞ୍ଚମ ଭାବ ସିଂହ ରାଶିରେ ସୂର୍ଯ୍ୟ ଓ କେତୁ ଗ୍ରହଣ ଯୋଗ ଘଟୁଥିବାରୁ ଏହି ସମୟରେ ମେଷ ରାଶିର ଆର୍ଥିକ ସ୍ଥିତି ବେଶ୍ ସୁଦୃଢ଼ ରହିବ। ବିଭିନ୍ନ ସୂତ୍ରରୁ ତଥା ବିଭିନ୍ନ ଉପାୟରେ ଧନ ଉପାର୍ଜନ ହେବ। ମାନସମ୍ମାନ ବଢ଼ିବା ସହିତ ପ୍ରେମ ସମ୍ପର୍କରେ ଥିବା ବ୍ୟକ୍ତି ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଚାହୁଁଥିଲେ ଏହି ସମୟ ପ୍ରକୃଷ୍ଟ ସମୟ ହେବ। ଶିକ୍ଷା କ୍ଷେତ୍ରରେ ଥିବା ଛାତ୍ରଛାତ୍ରୀ ଅଧ୍ୟୟନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିବେ। ସିଂହ ରାଶି। ସିଂହ ରାଶି ଜାତ ବ୍ୟକ୍ତିଙ୍କ ପାଇଁ ସୂର୍ଯ୍ୟ ଓ କେତୁ ଗ୍ରହଣ ଯୋଗ ବହୁତ ମହତ୍ତ୍ୱ ରଖେ। ସିଂହ ରାଶି ସୂର୍ଯ୍ୟଙ୍କର ନିଜ ରାଶି ହୋଇଥିବାରୁ ଏହି ସମୟରେ ସିଂହ ରାଶି ବ୍ୟକ୍ତି ପ୍ରଚୁର ଅର୍ଥ ଉପାର୍ଜନ କରିବାକୁ ସକ୍ଷମ ହେବେ। ପ୍ରବଳ ଆତ୍ମବିଶ୍ୱାସ ସହିତ ଦୃଢ଼ ମାନସିକ ବଳ ଆପଣଙ୍କୁ ଏନର୍ଜେଟିକ୍ କରି ରଖିବ। ଚାକିରି ଓ ବାଣିଜ୍ୟ ସ୍ଥଳରେ ସୁନାମ ଅର୍ଜନ କରିବେ। ସମାଜରେ ମାନସମ୍ମାନର ଅଧିକାରୀ ହେବେ। ଆୟର ନୂତନ ସ୍ରୋତ ଉନ୍ମୋଚିତ ହେବ। ପାରିବାରିକ ସ୍ଥିତି ସୁଦୃଢ଼ ରହିବା ସହିତ ବନ୍ଧୁବାନ୍ଧବଙ୍କ ସହିତ ଥିବା ପୁରୁଣା ମତଭେଦ ଦୂର ହେବ। ତୁଳା ରାଶି। ତୁଳା ରାଶି ପାଇଁ ସୂର୍ଯ୍ୟ ଓ କେତୁ ଗ୍ରହଣ ଯୋଗ ମା ମହାଲକ୍ଷ୍ମୀଙ୍କର ବରଦାନ ସଦୃଶ ହେବ। ତୁଳା ରାଶିର ଆୟ ବା ଲାଭ ଭାବରେ ଏହି ଯୋଗ ଘଟୁଥିବାରୁ ଏହି ସମୟରେ ଆୟ ବା ଲାଭର ପରିମାଣ ଆଶାତୀତ ହେବ। ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ପୂର୍ବରୁ ରହି ଆସିଥିବା ସମସ୍ୟା ଦୂରୀଭୂତ ହେବ। ବାକି ପଡ଼ିଥିବା ସମସ୍ତ କାମ ସମାପ୍ତ ହୋଇଯିବ। କେହି ଜଣେ ପ୍ରଭାବଶାଳୀ ଲୋକ ସାହାଯ୍ୟ ପାଇଁ ଆଗେଇ ଆସିବେ। ବିଛା ରାଶି। ବିଛା ରାଶିର ଦଶମ ଭାବରେ ଘଟୁଥିବା ସୂର୍ଯ୍ୟ ଓ କେତୁ ଗ୍ରହଣ ଯୋଗ ବିଛା ରାଶି ଜାତ ବ୍ୟକ୍ତିଙ୍କୁ କ୍ୟାରିୟର ଓ ସାମାଜିକ କ୍ଷେତ୍ରର ଶିଖର ଦେଶରେ ପହଞ୍ଚାଇ ଦେବ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ କର୍ମକୁ ନେଇ ବେଶ୍ ପ୍ରଶଂସିତ ହେବେ।
ସରକାରଙ୍କ ଦ୍ୱାରା ସମ୍ମାନିତ ହେବାର ଯୋଗ ରହିଅଛି। ପ୍ରଚୁର ଧନ ଉପାର୍ଜନ ହେବା ସହିତ ମନ ପ୍ରଫୁଲ୍ଲ ରହିବ ଏବଂ ସମାଜ ସେବାରେ ମନ ଦେଇପାରନ୍ତି। ମକର ରାଶି ଜାତ ବ୍ୟକ୍ତିଙ୍କ ପାଇଁ ସୂର୍ଯ୍ୟ ଓ କେତୁ ଗ୍ରହଣ ଯୋଗ ବଡ଼ ପ୍ରଭାବଶାଳୀ ରହିବ। ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ପ୍ରମୋସନର ଯୋଗ ରହିଅଛି। ନୂଆ କାର୍ଯ୍ୟଭାର ଗ୍ରହଣ କରିପାରନ୍ତି। ଉପରିସ୍ଥ ଅଧିକାରୀଙ୍କ ପ୍ରଶଂସାର ପାତ୍ର ହେବେ। ମାଲି ମୋକଦ୍ଦମାରେ ବିଜୟ ଲାଭର ଯୋଗ ରହିଅଛି। ଯେଉଁ ମକର ରାଶି ଜାତ ବ୍ୟକ୍ତି ଏ ସମୟରେ କିଛି ନୂଆ ଯୋଜନାରେ ହାତ ଦେଇଥିବେ ସେଥିରେ ସଫଳତା ଅର୍ଜନ କରିବେ। ପୁନଶ୍ଚ ଅଷ୍ଟମାଧିପତି ସୂର୍ଯ୍ୟ ନିଜ ରାଶିରେ ରହିଥିବାରୁ ପୋତାଧନ ଅର୍ଥାତ୍ ଭୂମିଗର୍ଭରେ ରହିଥିବା ସମ୍ପତ୍ତି ପ୍ରାପ୍ତ ହେବାର ପ୍ରବଳ ଯୋଗ ମଧ୍ୟ ରହିଅଛି। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।